ପ୍ରିଲିମ୍ 2 ମାସ ଖଣ୍ଡେ ଥିଲା ଷ୍ଟାର୍ଟ ହେଇଥିଲା। ନୂଆ କିନି ଷ୍ଟାର୍ଟ ହେଲା ତ ଆଗରୁ ଜଣା ନଥିଲା। କିଛି ପିଲା ଆକ୍ଚୁଆଲି ଯୋଉ ଷ୍ଟାର୍ଟ ହେଲା କିଛି ପିଲା କହିଲେ ଯେ ସାର୍ ଆମେ କ୍ଲାସ୍ କଲେ ଭଲ ହୁଅନ୍ତା। ଆମେ ମୁଁ ଯୋଉ ୱେବସାଇଟ୍ hemunde.com ରେ ମୁଁ କିଛି ପବ୍ଲିଶ କରୁଥିଲି କୋଶ୍ଚିନ୍ ତାପରେ କିଛି ପିଲା କହିଲେ ସାର୍ ଭଲ ହଉଛି ଏଇଟା, ଆପଣ ଟିକେ କ୍ଲାସ୍ କରନ୍ତୁ ଯଦି ଭଲ ହୁଅନ୍ତା। ଏଇଟା ଆମେ ଆସ୍ତେ ଆସ୍ତେ କ୍ଲାସ୍ କଲୁ ଆଉ କିଛି ପିଲା ଜଏନ୍ କରିଥିଲେ। ଏମିତି ଆସ୍ତେ ଆସ୍ତେ ପ୍ରିଲିମ୍ ବେଳକୁ କିଛି ପିଲା ଜଏନ୍ କରିଥିଲେ, ତାପରେ ଏଠୁ ମେନ୍ ବେଳକୁ କିଛି ପିଲା ଜଏନ୍ କଲେ, 5 ଜଣ 6 ଜଣ ଏମିତି ଜଏନ୍ କଲେ। ତ ଏମିତି ଆସ୍ତେ ଆସ୍ତେ ଚାଲିଥିଲା। ବହୁତ ଗଥର ବି ଗୁଡ଼ାଏ ପିଲା ଥିଲେ, ତାର ବହୁତ ଭଲ ପିଲା ଥିଲେ, ତାଙ୍କ ପିଟି କ୍ଲିୟର ହେଇନଥିଲା। ସେମାନେ ପିଟି କ୍ଲିୟର ହେଲେ ମେନ୍ସ କ୍ଲିୟର ହେଇଥାନ୍ତା। ବହୁତ ଭଲ ଆନାଲିଟିକାଲ ଲେଖିବା, ଆନ୍ସର ଲେଖିବା ଷ୍ଟାଇଲ ବହୁତ ବଢିଆ ଥିଲା, କିନ୍ତୁ ପିଟିଟା କ୍ଲିୟର ହେଲାନି। ସେଥିପାଇଁ ମୁଁ ସବୁବେଳେ କୁହେନି ପିଟି ଇଜ ଭେରି ଇମ୍ପୋର୍ଟାଣ୍ଟ। ସବୁ ଷ୍ଟେଜ୍ ଇମ୍ପୋର୍ଟାଣ୍ଟ, ପିଟି ବି, ମେନ୍ ବି, ଇଣ୍ଟରଭ୍ୟୁ ବି। କୋଉଟା ଟିକେ ନେଗ୍ଲେକ୍ଟ କଲେ ମାର୍କ କମିଯିବ। ତେଣୁ ସେଇ ଅନୁସାରେ ହେଲାନି। ଆଉ କିଛି ପିଲାଙ୍କର ହେଇଥିଲା, ସେ ତ କ୍ଲିୟର ହେଇଛି, 3 ଜଣଙ୍କର କ୍ଲିୟର ହେଇଛି। ଆଉ ଆଗକୁ କଣ ହବ ଦେଖିବା। ତେଣୁ ସେଥିପାଇଁ କହୁଛି ଯେ ବହୁତ ଭଲ ପିଲାଙ୍କର ବି କ୍ଲିୟର ହେଇନି। ମୋତେ ଆଶ୍ଚର୍ଯ୍ୟ ଲାଗିଲା ଦେଖିକି। ବହୁତ ବଢିଆ ବଢିଆ ସେମାନେ ଲେଖୁଥିଲେ କିନ୍ତୁ କ୍ଲିୟର ହେଇନି। କଣ ପାଇଁ କିନା କିଛି ନା କିଛି ତ ଗୋଟେ ଭୁଲ ଭାଲ ହେଇଛି, କମି ଯାଇଛି ମାର୍କ ସେଥିପାଇଁ। ଆଉ ନହେଲେ ତ କିଏ ତ କାହାର ମାନେ ପର୍ସନାଲ ଗ୍ରୋଥ ନାହିଁ ଯେ ତମକୁ ମାର୍କ କମ ଦେଇଛନ୍ତି। ତେଣୁ କିଛି ନା କିଛି ଭୁଲ ହେଇଛି ଲେଖା ଲେଖା କରିବାରେ, ଆନ୍ସର ଲେଖିବାରେ, ଆନାଲିସିସ୍ କରିବାରେ। ସେଥିପାଇଁ ସବୁବେଳେ ତମକୁ କହୁଛି ଯେ ୟୁପିଏସସି କୁ କର, ମାଇଣ୍ଡ ରଖ, ବୋଥ ପ୍ରିପେୟାର କର। ତମ ଏଇଟା କଣ ହଉଛି କଣ ଅଲଗା କଥା, ବୋଥ ପ୍ରିପେୟାର କର। କାରଣ ଦିଟାଙ୍କର ଓରିଏଣ୍ଟେସନ ଏବେ ସେମ୍ ହବାକୁ ଲାଗିଲାଣି। ଆଗ କଣ୍ଡିସନ ଅଲଗା ଥିଲା। ଆଉ ପୂର୍ବରୁ ଦେଖିବ ପିଲାମାନେ ଖାଲି ଅପସନାଲ ବସିକି ପାଉଥିଲେ। କାରଣ ଜିଏସ୍ ତ ଯେ ଅଳ୍ପ ବହୁତ ଇଜି ଲେବୁଲର କ୍ୱେଶ୍ଚିନ୍ ପଡୁଥିଲା, ଏଇ ସର୍ଟ ନୋଟ ଲେଖ ଇଏ ଫି ଏଗୁଡ଼ା ଟିକେ ପଢାପଢି କରିଦେଲେ ହେଇଯାଉଥିଲା। ଆଉ ଅପସନାଲ 1200 ମାର୍କରେ ପୁରା ମେଞ୍ଚେ ହବ ମାର୍କ ନେଇ ଆସୁଥିଲେ। ହେଲା ପରେ ଆଉ ଏସେ ଯାହେଲେ 100+ ସମଥିଙ୍ଗ ଆସୁଥିଲା, ତ ଲେଖିଦେଇକି ଗୋଟେ ରାଙ୍କ ବାଡିକି ପଳଉଥିଲେ। କିନ୍ତୁ ବର୍ତ୍ତମାନ ସିନାରିଓ ଚେଞ୍ଜ ହେଲାଣି। ମୋତେ ଆଶ୍ଚର୍ଯ୍ୟ ଲାଗିଲା ଗଥ ପିଲାଙ୍କୁ ଦେଖିକି, ଏତେ ଭଲ ଭଲ ମାନେ ସବୁ ମାର୍କ ରଖୁଥିଲେ, ମାର୍କ ନାହିଁ, ମାନେ କ୍ଲିୟର ହେଇନି ମେନରେ ଭଲ ଷ୍ଟୁଡେଣ୍ଟ ଗୁଡାକ। ତ କଣ କାରଣ ହେଇପାରେ? କାରଣ ଯିଏ ଏକ୍ସକ୍ଲୁଜିଭଲି ସବୁ ଓଏସ୍ ପାଇଁ କରୁଛନ୍ତି, ଏଇ ପ୍ରୋବ୍ଲେମ ହଉଛି। କାରଣ ସେମାନଙ୍କୁ ଆଉ ବେଶୀ ଡେପ୍ଥକୁ ଯିବାକୁ ଇଚ୍ଛା ହଉନି। ଏଗୁଡ଼ା ଓଏସରେ ପଢିବନି, ଏଗୁଡ଼ା ଓଏସରେ ପଢିବନି। କିନ୍ତୁ ଜିନିଷ ହଉଛି ସେଇଆ। ମୁଁ କହୁଛି ବୁଝୁଛ ନା ନାଇଁ? ତେଣୁ ସେ ଅନୁସାରେ ଆମକୁ ଯେହେତୁ ଓରିଏଣ୍ଟେସନ ବର୍ତ୍ତମାନ ୟୁପିଏସସି ଭଳିଆ ହେବାକୁ ବସୁଛି, ତାଙ୍କୁ କୋଶ୍ଚିନ୍ ଷ୍ଟାଇଲ ସେଇଭଳିଆ ପଚାରିଲେଣି, ଆମ ଆନ୍ସର ସେଇଭଳିଆ ବି ଲେଖିବାକୁ ପଡିବ। ନହେଲେ ମାର୍କ ଆସିବନି। ପିଲା ସବୁ ତମରୁ ସେଠି 100 ମାର୍କ ଅଧିକା ରଖିବେ, 100 ମାର୍କ ବିଲୋ ରହିବ ପିଲାଙ୍କର। ବୁଝୁଛ ନା ନାଇଁ? ତେଣୁ ଏ ସବୁ ଜିନିଷକୁ ଲେଖିବାକୁ ପଡିବ, ଶିଖିବାକୁ ପଡିବ। ଯେତେ ଫାଉଣ୍ଡେସନ ପରିଶ୍ରମ କରିବ ସେତେ ଭଲ ହବ। ଆଉ ନହେଲେ ନାଇଁ କଣ କରାଯିବ କୁହ? ତମର ଏଠି ଦେଖୁନ କେତେ ପିଲା, 6 ଜଣ ଷ୍ଟୁଡେଣ୍ଟ ନା ନାଇଁ? ଏଠି 3 ଜଣ ପ୍ରେଜେଣ୍ଟ। ଏମିତି ହେଲେ କଣ କରିବା? ଯଦି ପଢେଇବ ତାକୁ ବି ଗୋଟେ ଇଣ୍ଟରେଷ୍ଟ ଲାଗିବା ଦରକାର ନା। ମାନେ ଆକ୍ଚୁଆଲି କଣ କି ଏଇଟା ଗୋଟେ ଶୋଷ ଟାଇପର, ବୁଝୁଛ ନା ନାଇଁ? ତମକୁ ଏନି ହାଉ ଦରକାର ଅଛି, ଭାଇ ମତେ ତ ଏନି ହାଉ କ୍ଲିୟର କରିବାର ଅଛି। ମତେ କେମିତି କଣ କହୁଛି ମୁଁ ଶିଖିଯିବି, କଣ କୁହାହଉଛି ମୁଁ ଜାଣିଯିବି। ଆଜି ଏ ବିଷୟରେ କଣ କୁହାହେଲା, ସାର୍ ମାଉଣ୍ଟେନ ରେଞ୍ଜ ବିଷୟରେ କଣ କହିଲେ, ଡାଇଗ୍ରାମ ଫାଇଗ୍ରାମ ଡ୍ର କରାହେଇଛି କଣ, ଆଜି କୋଉ ବିଷୟରେ କୁହାହେଇଛି, ସେଇଭଳିଆ ତତ୍ପରତା, ସେଇଭଳିଆ ଯୋଉ କଣ ମାନେ କ୍ୱେରି ରହିବା ଦରକାର ମନ ଭିତରେ। ଆଉ ସେଇଟା ଶିଖିଲା ଆଜି ମହାଭାରତ ରେଞ୍ଜ ବିଷୟରେ କୁହାହେଲା, କଣ କାଶ୍ମୀର ଭ୍ୟାଲି ବିଷୟରେ କୁହାହେଲା, କାଠମାଣ୍ଡୁ ଭ୍ୟାଲି ବିଷୟରେ କୁହାହେଲା, ପଞ୍ଜାବର କି ପାମିର ମାଳଭୂମି କଥା କୁହାହେଲା, ପାମିର ନଟ୍ କଥା କୁହାହେଲା, ଟ୍ରାନ୍ସହିମାଳୟନ କେମିତି କଣ ଅଛି, କଣ ସବୁ ରେଞ୍ଜ ଫେଞ୍ଜ କଣ ଅଛି, କଣ ମାନେ ଯୋଉ କଣ କାରାକୋରମ ରେଞ୍ଜ କଣ, କି ଆମର ଯୋଉ ପୀରପଞ୍ଜାଲ ରେଞ୍ଜ କଣ, ଧଉଲଧାର ରେଞ୍ଜ କଣ, ଜାସ୍କାର ରେଞ୍ଜ କଣ, କୋଉଠି କଣ କୁହାହେଲା, ସବୁଟା ଜାଣିଯିବା ଦରକାର ଟିକେ। ମୁଁ ମୋ ପର୍ସନାଲ କଥା କହୁଛି, ମୁଁ ଯେତେବେଳେ ଷ୍ଟାର୍ଟ କଲି ନା ମତେ ବି କିଛି ଜଣା ନଥିଲା। ଆଉ ମୁଁ କୋଚିଂ ନେଇନଥିଲି। କୋଚିଂ ଇଜ ଭେରି ଇମ୍ପୋର୍ଟାଣ୍ଟ। ଓଡ଼ିଆ ମିଡ଼ିୟମ ଷ୍ଟୁଡେଣ୍ଟ ମାନେ ଯୋଉମାନେ ଜାଣିନାହାନ୍ତି କିଛି ଷ୍ଟାର୍ଟିଂରୁ, ଫାଉଣ୍ଡେସନ ଷ୍ଟ୍ରଙ୍ଗ ନାହିଁ, ସେମାନଙ୍କୁ ନୋ ଡାଉଟ କୋଚିଂ ନେବାକୁ ପଡ଼ିବ। କାରଣ ଜଣକୁ ନେଲେ ଜଣେ ଏକ୍ସପିରିଏନ୍ସ ଲୋକ ତମକୁ କହିଲେ ତ ତମ କାନରେ ପଡ଼ିବ ଏମିତି ଜିନିଷ ଅଛି ବୋଲି, ତାପରେ ତମେ ପଢିବ। ଆଉ ନହେଲେ ନିଜେ ନିଜେ କଣଟା ପଢିବ, କିଛି ତ ଜଣା ନାହିଁ ତମକୁ। ଆଉ କିଏ ଗୋଟେ କଣ ବତେଇଦବ ସିଆଡେ ଭାସିଯିବ, ସିଏ ଗୋଟେ ବତେଇଦବ ସେପଟେ ଭାସିଯିବ, ତ କଣଟା ହବ ଲାଷ୍ଟକୁ? ତମ କମ୍ପିଟିସନ ହାଇ ଲେବୁଲ କମ୍ପିଟିସନ ଏତେ ଥିବ ସେଠି, କୁଆଡେ ଉଡିଯିବ, ପତା ମିଳିବନି। ତେଣୁ ସେଇ ଅନୁସାରେ ଏଇ ଜିନିଷ ଗୁଡାକ ଆମକୁ କରିବାକୁ ପଡିବ। ରିଲିଜିୟସଲି ପରିଶ୍ରମ କର ସମସ୍ତେ, ବହୁତ ପରିଶ୍ରମ କର। ବାରମ୍ବାର ଏ କଥାଟା କହୁଛି, କ୍ଲାସ ଆବସେଣ୍ଟ ହବା କଥା ନୁହେଁ। କାରଣ କ୍ଲାସ କରିବାର ଗୋଟେ କଣ କି ଗୋଟେ କଣ୍ଟିନ୍ୟୁଟି ଲାଗି ରହିବ। ଯୋଉ ଘଣ୍ଟେ 1.5 ଘଣ୍ଟା କ୍ଲାସ ହଉଛି, ସେ ଗୋଟେ କଣ୍ଟିନ୍ୟୁଟି ଲାଗି ରହିବ। କିନ୍ତୁ ସେଇ ଜିନିଷଟାକୁ ଇଏ କରୁନାହାନ୍ତି, ଆମର ଯେତେବେଳେ ପ୍ରୋବ୍ଲେମ ହଉଛି ସେଇଟା। ବୁଝିହଉଛି? ଆଉ ତମକୁ ଅଲରେଡି ମୋ ଯୋଉ ପ୍ରାଇଭେଟ ୟୁଟ୍ୟୁବ ଚ୍ୟାନେଲ ଅଛି, ମୁଁ ତାର ବି ତମକୁ ଲିଙ୍କ କାହିଁକି ଦେଇଦେଇଛି? କାରଣ ସେଥିରେ ଆମର ଗତ ବର୍ଷ ଯୋଉ ପଢା ହେଇଥିଲା, ସେଥିରେ ହୋମ ସାଇନ୍ସ ଅପସନାଲ ବି ରେକର୍ଡେଡ କ୍ଲାସ ଅଛି, କିଛି ସୋସିଓଲୋଜି ଅପସନାଲ ରେକର୍ଡେଡ କ୍ଲାସ ଅଛି, କିଛି ଅଲଗା ବହୁତ ଗୁଡେ କ୍ଲାସ ସେଥିରେ ଅଛି।
ଆମ ପୁରା ପବ୍ଲିକ୍ ଚ୍ୟାନେଲ୍ ବି ଗୁଡ଼ାଏ କ୍ଲାସ୍ ଅଛି, ଭିଡ଼ିଓ ଅପଲୋଡ଼ ହେଇଛି। ତ ସେଗୁଡ଼ା ତମେ ଫ୍ରି ଟାଇମ୍‌ରେ ଦେଖିପାରିବ। ଏଇଟା ବହୁତ ହେଲ୍ପଫୁଲ୍ ହବ ତମକୁ ନା। ଅପସନାଲ୍ ମାନଙ୍କର ଯାହାର ଯିଏ ହୋମ୍ ସାଇନ୍ସ ଅପସନାଲ୍ ନବାକୁ ଚାହୁଁଛି, ତ ସେଥିରେ ଗୁଡ଼ାଏ ଜିନିଷ ଅଛି ତମର ହେଲ୍ପଫୁଲ୍ ହବ ସେଥିରେ। ଜିଏସ୍ ଟା କିନ୍ତୁ ୟୁପିଏସସି ପାଟର୍ନ କରିବାକୁ ପଡ଼ିବ ଭାଇ। ଜିଏସ୍ ର ବହୁତ ଲେବୁଲ୍ ସେମାନେ ହାଇ କରିଦେଲେଣି। ଗତ ବର୍ଷ ବହୁତ ହାଇ କରିଦେଇଥିଲେ। ଏଥର ବି ଆସ୍ତେ ଆସ୍ତେ ହାଇ କରିବାକୁ ଲାଗୁଛନ୍ତି। ତେଣୁ ଆମେ ଜେନେରାଲି ଏମିତି ପଢ଼ିକି ସାଧା ସିଧା ଏମିତି ଆଗରୁ ହେଇଯାଉଥିଲା, ଏବେ ଆଉ ହବନି। ତେଣୁ ନ୍ୟୁଜ୍ ପେପର୍ ପଢ଼ିବା ଅଭ୍ୟାସ ଡେଭଲପ୍ କର। ତମ ତ ଏବେ ରୋଲ୍ ଥ୍ରୁ ଆଉଟ୍ ଇୟର୍ ପଡ଼ିଛି। ଗୋଟେ ଇଂଲିଶ ନ୍ୟୁଜ୍ ପେପର୍, ଗୋଟେ ଓଡ଼ିଆ ନ୍ୟୁଜ୍ ପେପର୍ ଘରକୁ ମଗାଅ। ଯଦି ଘରେ ଆସିକି ପହଞ୍ଚି ପାରୁନି ନ୍ୟୁଜ୍ ପେପର୍, ଅନଲାଇନ୍‌ରେ ପଢ଼ିବା ଷ୍ଟାର୍ଟ କର। ପଢ଼ିବା ହାବିଟ୍ ଡେଭଲପ୍ କର। ମାନେ ରୁରାଲ୍ ଏରିଆରେ ମାନଙ୍କର ନ୍ୟୁଜ୍ ପେପର୍ ଆସୁନି ଗାଁକୁ, କି ମଗଉନାହାନ୍ତି କେହି। ତ ସେଠି କ'ଣ କରିବ? ତ କ'ଣ ସେଠି ତ ଗୋଟେ ଯାହାହେଲେ ଗୋଟେ ଅପସନ୍ ଅଛି, ଅନଲାଇନ୍‌ରେ ନ୍ୟୁଜ୍ ପେପର୍ ପଢ଼ିବା ଷ୍ଟାର୍ଟ କର। ଏଡିଟୋରିଆଲ୍ ପେଜ୍ ପଢ଼ିବା ଷ୍ଟାର୍ଟ କର। ଯୋଉ କ'ଣ କ'ଣ ମନେକର ଫାଇନାନ୍ସିଆଲ୍ ପେଜ୍, ବିଜନେସ୍ ପେଜ୍ ଯୋଉଟା, ସେଥିରେ କ'ଣ କ'ଣ ଆସୁଛି ଦେଖିବା ଷ୍ଟାର୍ଟ କର। ତ ଏବେ କ'ଣ କି ମୁଁ ତମକୁ ଏତେ ପ୍ରେସର କାହିଁ କରୁନି ନା, ଜୀବନର ଜିଏସ୍ ର ଟିକେ ବେସିକ୍ ଟା ନ ପଢ଼ିଛି ତମେ ସେ ଜିନିଷ ପଢ଼ିକି ବି ଠିକ୍ ସେ ବୁଝା ପଡ଼ିବନି। ତେଣୁ ସେଥିରେ ବହୁତ ଗୁଡ଼ାଏ ଇସ୍ୟୁ ହେଲା, ରିପୋର୍ଟ ହେଲା, ଇଣ୍ଡେକ୍ସ ହେଲା, ଗୁଡ଼ାଏ ଜିନିଷ ଯୋଉଟାକ ମେନ୍ ପରୀକ୍ଷାରେ ଆମକୁ ଦରକାର ହବ ଲେଖିଲା ବେଳକୁ। ଆଉ ସେଗୁଡ଼ା ତମକୁ ତ କମ୍ପାଇଲ୍ କରିକି କହିଦେବେ ନା, ବିଭିନ୍ନ ଜାଗାରୁ ଖୋଜି ଖୋଜି ପାଇଥିବା, କିମ୍ବା ବିଭିନ୍ନ କରେଣ୍ଟ ଆଫେୟାର୍ସ ପଢ଼ିଲା ବେଳକୁ ଗୁଡ଼ାଏ ଜିନିଷ ଆମକୁ ମିଳିଥିବ। ଅଲ୍ ଦୋଜ୍ ଥିଙ୍ଗସ୍ ୱିଲ୍ ପ୍ଲଟ୍ ଆଜ୍ ଏକ୍ସାମ୍ପଲ୍ ହ୍ୱେନ୍ ୟୁ ଆର୍ ରାଇଟିଂ ଦ ମେନ୍ ଏକ୍ସାମିନେସନ୍ ଆନ୍ସର୍ ପେପର୍। ତେଣୁ ଏଇଗୁଡ଼ାକ ହଉଛି ଏଇଭଳିଆ କାମର ମାନେ ଗୋଟେ କଲେ ହିଁ ଆମକୁ ଆନ୍ସର୍‌ଟା ସେତେ ଷ୍ଟ୍ରଙ୍ଗ ବନିବ, ସେତେ ବେଟର୍ ବନିବ। ଆଉ ତା ସହିତ ପୁଣି ସ୍ପିଡ୍ ଦରକାର। ପରୀକ୍ଷା ହେଲେ ତରତର ହେଇକି ଲେଖିବାକୁ ପଡ଼ିବ, କାରଣ ଗୁଡ଼ାଏ କୋଶ୍ଚିନ୍ ସବୁ ସରିବନି। ତମେ ଗୁଡ଼ାଏ ଜିନିଷ ଜାଣିଥିବ, ଲେଖି ବି ପାରିବନି ଯଦି ତ ସ୍ପିଡ୍ ନଥିବ ହ୍ୟାଣ୍ଡର। ତେଣୁ ସେଥିପାଇଁ ଆମେ ଯୋଉ କ୍ଲାସ୍ କରୁଛୁ, ମୁଁ ରାଇଟିଂ କାହିଁ କରଉଛି, କାରଣ ଏଗୁଡ଼ାକ ଏବେ ତ ଆମର ବି କ'ଣ ପିଡିଏଫ୍ ଗୁଡ଼ାକର ବନେଇନି, ସେଇଟା ଅଲଗା କଥା। କିନ୍ତୁ ତମେ ଲେଖିବା ଦ୍ୱାରା ବି ତମର ରାଇଟିଂ ଅଭ୍ୟାସଟା ବି ତ ରହୁଛି। ନ ଲେଖିଲେ ହାତ ଶୂନ ପଡ଼ିଯିବ। କାରଣ ଏବେ ତ କେହି କଲେଜ ଯାଉନଥିବ, ଆଉ କଲେଜ ନ ଗଲା ମାନେ ତମ ଲେଖା ଅଭ୍ୟାସ ଛାଡ଼ିଗଲାଣି, ଜିରୋ ହେଇଗଲାଣି, ତ ହାତ ଶୂନ ହେଇଯିବ ପୁରା। ସବୁ ଜିନିଷର ଅଭ୍ୟାସ ମେକ୍ସ ଏ ମ୍ୟାନ୍ ପରଫେକ୍ଟ ନା। ମ୍ୟାନ୍ ଅର୍ ୱିମେନ୍, ଅଭ୍ୟାସ ମେକ୍ସ ପରଫେକ୍ଟ। ତେଣୁ ଏଗୁଡ଼ାକ ଯଦି ଆମେ ଠିକ୍ ସେ ହାତ ଚଲଉନାହାନ୍ତି, ଥିଙ୍ଗସ୍ ୱିଲ୍ ବି ଡିଫରେଣ୍ଟ ଟାଇପ୍‌ର ହେଇଯିବ। ତ ଗୁଡ଼ାଏ ଜିନିଷକୁ ଆମକୁ କାମ କରିବାକୁ ପଡ଼ିବ ସବୁ, କାରଣ ଆମେ ଏଇ ପ୍ରୋସେସ୍‌ରେ ଅଛନ୍ତି ମାନେ ଏଇ ଜିନିଷରେ ଆମକୁ ଗୋଟେ ଆଚିଭମେଣ୍ଟ ଦରକାର ଆଟ୍ ଦି ଏଣ୍ଡ ଅଫ୍ ଦ ଡେ। ଆଉ ସବୁ ଜିନିଷ ପ୍ରତି ଆମେ ଯଦି ଠିକ୍ ସେ କରୁନାହାନ୍ତି, ତ ଯାହାକୁ ଯୋଉଥିରେ ପ୍ରୋବ୍ଲେମସ୍ ଅଛି, ଲେଖାଲେଖି କରିବା ଦରକାର, ଡେଲି କିଛି କୋଶ୍ଚିନ୍ ଲେଖିବା ଦରକାର। ଏବେ ତ ମେନ୍ ଯେ ବୋଥ୍ ପାଇଁ ତମେ ପ୍ରିପେୟାର କରିବ ନା, ମେନ୍ ସବୁ କୋଶ୍ଚିନ୍ ଦେଖ ପ୍ରଥମେ। ଆଉ ମେନ୍ ର ଯୋଉ କୋଶ୍ଚିନ୍, ଗତ ବର୍ଷର କୋଶ୍ଚିନ୍ ଦେଖ। ମେନ୍ ଏକ୍ସାମ୍ ର ଯୋଉ ଗତ ବର୍ଷର ଜିଏସ୍ କୋଶ୍ଚିନ୍ ଦେଖ, କାରଣ ଆ ପୂର୍ବରୁ ସିଷ୍ଟମ ଅଲଗା ଟାଇପ୍‌ର ଥିଲା, ଗତ ବର୍ଷରୁ ଚେଞ୍ଜ କରିଦେଲେ। ତେଣୁ ଏତେ ସବୁ ଜିନିଷକୁ ଭଲ ଭାବରେ କରିବାକୁ ପଡ଼ିବ। ଆର୍ ୟୁ ଗେଟିଂ ମି ଅର୍ ନଟ୍? ହୁଁ। ତେଣୁ ଯଦି ଆମେ ସେମିତି ଯଦି କରୁନ, ତ ପ୍ରୋବ୍ଲେମ୍ ହେଇଯିବ ହେଲା, ବହୁତ ପ୍ରୋବ୍ଲେମ୍ ହେଇଯିବ। ଆଉ ଯୋଉମାନଙ୍କର ଦେଖ, ଆମ ଇନିସିଏଟିଭ୍ ଟା ବହୁତ ଭଲ ଅଛି, କିନ୍ତୁ ପିଲା ବୁଝିପାରୁନାହାନ୍ତି। ଆମର କ'ଣ କେତେ ବହୁତ କମ୍ ରେଟ୍‌ରେ, କମ୍ ପ୍ରାଇସ୍‌ରେ, ଆଠୁ ମିନିମମ୍ କ'ଣ ଏବେ ତ ଦେଖିଥିବ ଆଜିକାଲି ଗୋଟେ ସ୍କୁଲ ବି ଛୁଆ ବି ଯୋଉ ପଢୁଛନ୍ତି ଗଲେ ବି ସେତିକିରେ ପଇସା ଦେଇ ଦେଉଛନ୍ତି। ତ ସେଇଟା ଗୋଟେ, ଏଇଟା ଏଥିପାଇଁ କରାହେଇଥିଲା ଯେ ସମସ୍ତେ ଆଟଲିଷ୍ଟ କରିକି ଗୋଟେ ଭଲ ବହୁତ ପିଲା ଉପକୃତ ହୁଅନ୍ତୁ, ଏଥିରେ ଆଟଲିଷ୍ଟ ସିଲେକ୍ସନ ହଉ ସମସ୍ତଙ୍କର। କିନ୍ତୁ ବହୁତ ପିଲାଙ୍କୁ ତ ଜଣା ନାହିଁ ଏ ବିଷୟରେ ଏମିତି ହଉଛି ବୋଲି। ଆଉ ଯୋଉମାନେ ବି ଜାଣୁଛନ୍ତି ସିରିୟସଲି, ବହୁତ ପିଲାଙ୍କୁ ଦେଖୁଛି ସିରିୟସନେସ୍ ଆସ୍ତେ ଆସ୍ତେ କମି ଯାଉଛି। ତ ସେମିତି ହେଲେ ଭଲ ନୁହେଁ, ବୁଝୁଛନ୍ତି ନା? କାରଣ ଆମେ ଗୋଟେ ଜିନିଷ ଏମିତି କରୁନାହାନ୍ତି, ଅଲ୍ଟିମେଟଲି ଲକ୍ଷ୍ୟ ହଉଛି ପାଇବା ଏଥିରେ ହେଲା। ସେଥିପାଇଁ ଗୁଡ଼ାଏ ପରିଶ୍ରମ କରା, ରିଲାକ୍ସ ନାହିଁ। ଆମ ଟେଲିଂ ୟୁ ସବୁବେଳେ, ଯଦି ରିଲାକ୍ସ କଲ, ସେତେ ଦୂରେଇଲ ସକ୍ସେସଠୁ। ଆଉ ତାମାନେ କଣ ଯେ ସବୁବେଳେ ରିଲାକ୍ସ ମଝିରେ ମଝିରେ କରିବନି କି, ଟିକେ ଦେଖିବନି କି, ଏପଟ ସେପଟ ୟୁଟ୍ୟୁବ ଦେଖିଲ କି, ଭିଡ଼ିଓ ଦେଖିଦେଲ, କ'ଣ କରିଦେଲ, ସେଇଟା ସମ୍ ଏକ୍ସଟେଣ୍ଟ, ଅଳ୍ପ ଅଳ୍ପ ଟାଇମ୍ କେତେବେଳେ ମଝିରେ ମଝିରେ ଦେଖି, ତା ମଝିରେ ମଝିରେ ଯଦି ଦେଖୁଛନ୍ତି ତ ଦେଖୁଛନ୍ତି, ହଁ କ୍ଲାସ୍ ସରିଗଲା, ଦେଢ଼ ଘଣ୍ଟା କ'ଣ ନୋଟ୍ ଫୋଟ୍ ଲେଖା ହେଲା ତାକୁ ପକେଇ ଦିଅ, ଆଉ ବସିକି ୟୁଟ୍ୟୁବରେ ଭିଡ଼ିଓ ଦେଖ, ଗୋଟେ ମୁଭି ଦେଖିଦିଅ, ଗୋଟେ ୱେବ୍ ସିରିଜ୍ ଦେଖିଦିଅ, ଖାଇ ପିଅ, ଏକ୍ସାମ୍ ନାହିଁ, ଅଛି ବର୍ଷେ ଅଛି, ଛାଡ଼। ଏମିତି କଲେ ଆଉ କାମ ପଢ଼ା ହେଇଗଲା, ସାଙ୍ଗେ ସାଙ୍ଗେ ଲେଖିଦିଅ, ତାକୁ ପକେଇ ଦିଅ ନାହିଁ। କ୍ଲାସ୍ ତ କରିଦେଲି ଆଜି, ଆଉ ସରିଲା, ମୋ କାମ ସରିଗଲା। ସେଇଟା ନୁହଁ, କ୍ଲାସ୍‌ଟା ଜଷ୍ଟ ଗୋଟେ ପାଥ୍ ଶୋ କରିବା ପାଇଁ। ଏଠି ତମେ ଆଜି ସକାଳୁ ମୁଁ ତମକୁ କିଛି ଗୋଟେ ମୋଟିଭେଟ୍ କଲା ଭଳିଆ କିଛି କହିଲି, ତ ତମ ମନରେ ରିଚାର୍ଜ ହେଲା, ବ୍ୟାଟେରୀ ରିଚାର୍ଜ ହେଲା ବର୍ତ୍ତମାନ। କିନ୍ତୁ କାମ ତ କଲେ ହବ ଯାଇକି, ଆଉ କିଛି ନ କରି ସେମିତି ପଡ଼ି ରହିଲେ ହବ କି? ଆଉ ତମେ ଜାଣିଛ ସକାଳୁ ଉଠିକି କ୍ଲାସ୍ କରିବା କେତେ କଷ୍ଟ। ଛାଡ଼ କେତେଟା ହେଇ ଦେଖି, ଆଉ 5 ମିନିଟ୍ 10 ମିନିଟ୍ ଅଛି, ଶୋଇପଡ଼େ। ଯାହାର ଜଲ୍ଦି ଉଠିବାର ଅଭ୍ୟାସ ନାହିଁ, ମୋ ଦେହଟା ଏବେ ଠିକ୍ ଅଛି, ଜଲ୍ଦି ଉଠି ପାରୁନି, ତମର 5:30ରେ କ୍ଲାସ୍ ହବା କଥା 6:30 ହଉଛି ବର୍ତ୍ତମାନ। କାରଣ ଦେହଟା ଟିକେ ପ୍ରୋବ୍ଲେମ୍ ଅଛି, ମୁଁ ଉଠି ପାରୁନି, ଶୋଇଲା ବେଳକୁ ଲେଟ୍ ହେଇଯାଉଛି। କାଲି ପୁରା ମତେ ପୁରା ମାନେ ଲାଳ ରକ୍ତ ଟାଇପ୍‌ର ଝାଡ଼ା ହେଇକି ପୁରା ଅବସ୍ଥା ସାଂଘାତିକ ହେଇଗଲା। ତେଣୁ ସେଇ ସବୁ ଜିନିଷ ଗୁଡ଼ା ମୁଁ ସେଥିପାଇଁ ବାରମ୍ବାର କହୁଛି ଯେ, ଯଦି ଜଲ୍ଦି ଉଠିବାଟା ବହୁତ ଭଲ ହେଲା। ଆର୍ଲି ମର୍ଣ୍ଣିଂରେ ଉଠି ଯିବାଟା ବହୁତ ଭଲ ଅଭ୍ୟାସ। ଆର୍ଲି ମର୍ଣ୍ଣିଂରେ ଉଠିକି ସବୁବେଳେ ଅଭ୍ୟାସ କର, କ୍ଲାସ୍ ହଉ ନ ହଉ। କ୍ଲାସ୍ ବନ୍ଦ ହେଇ ତଥାପି ଆର୍ଲି ମର୍ଣ୍ଣିଂରେ ଉଠିବୁ।
ସେ ଅଭ୍ୟାସଟା ବରକରାର ରହିବା ଦରକାର। ଆଉ ଏମିତି ନୁହଁ ଯେ ଶୋଇଗଲେ ତ ଭାଇ 9ଟା ହେଇଯିବ। ସତ କଥା ତମେ ସବୁ ମଣିଷ ଜାଣିଥିବ। 9ଟା 9:30 ହେଇଯିବ ଉଠିଲା ବେଳକୁ। ସେଇଠି ଉଠିକି ବହୁତ ପିଲାଙ୍କର ଅଭ୍ୟାସ ଉଠିଲା ବେଳକୁ ସାଙ୍ଗେ ସାଙ୍ଗେ ମୋବାଇଲଟା ଧରିବେ। ମୋବାଇଲଟା ଧରିକି କଣ କଣ ଦେଖିବେ, ସର୍ଟ ଦେଖିବେ, ଇଏ ଦେଖିବେ, ସିଏ ଦେଖୁ ସେ ଘଣ୍ଟେ ଭିତରେ ଗଲା। ତାପରେ ଉଠିକି ବ୍ରସ୍ କରିକି ଖାଇକି ପଢ଼ା ଆରମ୍ଭ ହେଇନି 11ଟା ବାଜିଗଲାଣି। ସବୁବେଳେ ଟାଇମ୍ ଫିକ୍ସ ରହ। 5ଟା ବେଳକୁ ଉଠୁଛନ୍ତି 5ଟା ବେଳକୁ ଉଠିବି, 6ଟାରୁ ପଢ଼ା ଷ୍ଟାର୍ଟ କରିବି। ଘଣ୍ଟେ ଲାଗିବ ଦାନ୍ତ ଫାନ୍ତ ବସିକି ଏସବୁ ରେଡ଼ି ହେବା ପାଇଁ। ଯଦି ହଁ କୋଉ ଖରାପ ପଡ଼ିଗଲା ଦେହ, ଆଜି ମୋ ଦେହଟା ଟିକେ ଖରାପ ହେଲା ତ ମୁଁ ଗାଧୋଇ ପାରିଲିନି, ସେଇଟା ଅଲଗା କଥା। କିନ୍ତୁ ଯେତେବେଳେ ବି ତମେ ମାନେ ରେଗୁଲାର ଟ୍ରେଣ୍ଡଟାକୁ ମେଣ୍ଟେନ୍ କରିକି ରଖ। ସବୁବେଳେ ତ ଦେହ ଖରାପ ହବନି ନା, ରେଗୁଲାର ଟ୍ରେଣ୍ଡଟାକୁ ମେଣ୍ଟେନ୍ କରିକି ରଖ। ସବୁବେଳେ କହୁଛି ଏଇ ଏକ୍ଜାମର, କାରଣ ମୋ ଜୀବନରେ ବହୁତ ଫେଲୁଅର ହେଇଛି। ଏଇସବୁ ଜିନିଷ ଗୁଡ଼ାକ ମୁଁ ଫେଲ୍ ହେଇ ଶିଖିଛି। ଆଇ ଏମ୍ ଟେଲିଂ ୟୁ। ସେଥିପାଇଁ କହୁଛି ଯେ ଗୋଟେ ଗାଇଡାନ୍ସ ଆଜିକାଲି କଣ କି ୟୁପିଏସସି ପ୍ରିପାରେସନଟା ବା ୟୁପିଏସସି ସିଭିଲ ସର୍ଭିସ ପ୍ରିପାରେସନ ବର୍ତ୍ତମାନ ମେଣ୍ଟରସିପ୍ ହେଇଗଲାଣି। କାରଣ କଣ୍ଟେଣ୍ଟ ସବୁ ଜାଗାରେ ଆଜିକାଲି ଆଭେଲେବଲ ହେଇଗଲାଣି। ତ ମେଣ୍ଟରସିପ୍ ଟାଇପର ହେଇଗଲାଣି। ତେଣୁ କହିବାର ଗଲେ ଯେ ଯୋଉ ଜିନିଷଟା ଜଣେ ତା ଏକ୍ସପିରିଏନ୍ସରୁ କହୁଛି ସେ ଜିନିଷ ତମେ 6 ମାସରେ ଶିଖିଯିବ। ତମେ ଯଦି ନିଜେ କରିବ ତମେ ତାରି ଭଳିଆ ପୁଣି 4 ବର୍ଷ 5 ବର୍ଷ ନଷ୍ଟ କଲା ପରେ ଭୁଲ କରି ଶିଖିବ। ଯୋଉଟା ମୋ କେସରେ ହେଇଛି। ଗୁଡାଏ ଭୁଲ ଏସବୁ ଭୁଲ ହେଇ ତାକୁ ମୁଁ ଶିଖିଛି। ତେଣୁ ସବୁବେଳେ ମନେ ରଖ, ପାଠ ପଢିବା ପୂର୍ବରୁ ନିଜର ବେସିକ୍ସ ଠିକ୍ ହେବା ଦରକାର। ଆଉ ଯାହାର ନିଜର ବେସିକ୍ସ ଠିକ୍ ନାହିଁ ସେ ପିଲା ସବୁବେଳେ ଫସିବ। ଆଇ ଏମ୍ ଟେଲିଂ ୟୁ। ଯେତେ ଯାହା ହେଇଥାଉ ପଛେ। ନିଜର ବେସିକ୍ସ ଠିକ୍ ନାହିଁ, ଠିକ୍ ଟାଇମରେ ଶୋଇବା, ଶୋଇପଡ଼ିବା ଠିକ୍ ଟାଇମରେ, ଆର୍ଲି ମର୍ଣ୍ଣିଂରେ ଉଠି ପଡ଼ିବା। ଆର୍ଲି ମର୍ଣ୍ଣିଂ ଉଠିବା ବହୁତ ଭଲ ଅଭ୍ୟାସ। ତମେ ଦେଖିବ ତମ କ୍ଲାସ ସରିଲା ବେଳକୁ ପିଲା ଶୋଇକି ଉଠୁନଥିବେ। ତେଣୁ ଆର୍ଲି ମର୍ଣ୍ଣିଂରେ ଉଠିଯିବା ଦରକାର। କ୍ଲାସ 1.5 ଘଣ୍ଟା ହେଲା ଶୁଣି ସାରିଲେ ତାପରେ ବସିକି ଆମର ଯାହା ଏମସିକ୍ୟୁ ସଲ୍ଭ କଲେ ଯାହା ପଢା ହେଇଛି ତାକୁ ପଢିଲେ, କି ନ୍ୟୁଜ ପେପର କଣ ଆର୍ଟିକଲ ଆସିଛି ତାକୁ ପଢା। କାରଣ ଏବେ ନ୍ୟୁଜ ପେପର ପଢିବାର ଅଭ୍ୟାସ ଅଛି, ଡେଭଲପ କରିବା ଦରକାର। ଯଦି ଆମର ବହୁତ ପିଲା ତ ଷ୍ଟାର୍ଟିଂରୁ ବି ନ୍ୟୁଜ ପେପର ପଢିବା ଅଭ୍ୟାସ ଅଛି, ଯୋଉମାନଙ୍କର ନାହିଁ ଟିକେ ଡେଭଲପ କରିବା ଦରକାର। ଇଂଲିଶ ୱାର୍ଡ ଟିକେ ଶିଖିବା ଦରକାର ବର୍ତ୍ତମାନ, କାରଣ ଭୋକାବୁଲାରି ବହୁତ ୱିକ୍ ଥିବ। ଓଡ଼ିଆ ମିଡିୟମ ପିଲାଙ୍କର ତ ଜେନେରାଲି ଭୋକାବୁଲାରି ବହୁତ ୱିକ୍। ନୂଆ ନୂଆ ୱାର୍ଡ ଶିଖିବା ଦରକାର। ପଢୁ ହେରାକ ଥୋଡି ଆମେ ଘୋଷିକି ମନେ ରଖିବା କି, ସେ ଜିନିଷଟା ଶିଖିବା। ଗ୍ରାମାର ଯୋଉ ମୁଁ କହିଥିଲି ମଝିରେ ଇଂଲିଶ ଗ୍ରାମାର ବି ଦେଖୁଥିବ, କାରଣ ଓଡ଼ିଆ ଲାଙ୍ଗୁଏଜ ପେପର ଇଂଲିଶ ଲାଙ୍ଗୁଏଜ ପେପର ବି ପାସ୍ କରିବା ଦରକାର ନା। ଏଗୁଡ଼ା ନହେଲେ ତମେ ଯେତେ ଭଲ କଲେ କଣ ଲାଭ ଅଛି। ଲାଙ୍ଗୁଏଜ ପେପର ଫେଲ ହେଇଗଲେ ତ ଗଲା। ଆଉ ବହୁତ ପିଲା ତ ଅଧା ପିଲା ଲାଙ୍ଗୁଏଜ ପେପରରେ ଫେଲ ହଉଛନ୍ତି। କଣ କହୁଛି ବୁଝିପାରୁଛ? ଆରେ ମୁଁ କହୁଛି ବୁଝିପାରୁଛ କି? ତେଣୁ ଯେତେବେଳେ ଯୋଉଠି କାମ ଅଛି ମୁଁ ତମକୁ ସେଥିପାଇଁ ତ ସବୁ ଦେଇଦେଇଛି। ମୁଁ ପ୍ରାଇଭେଟ ୟୁଟ୍ୟୁବ ଚ୍ୟାନେଲ କାହିଁ ତମକୁ ଦିଆହେଇଛି ଷ୍ଟାର୍ଟିଂରୁ। ସେଥିରେ ଗ୍ରାମାର ବି ଅଛି, ଇଂଲିଶ ଗ୍ରାମାର ବି କ୍ଲାସ ଅଛି, ତାକୁ ବି ଦେଖିପାରିବ। ତମର ଯୋଉଠି ଦେଖୁଛି ପ୍ରିଭିୟସ କ୍ୱେଶ୍ଚିନ ଡିସକସନ ହେଇଛି ସେଥିରେ ବି। ତେଣୁ ଗୁଡାଏ ଜିନିଷ ତମକୁ ସେଥିପାଇଁ ସବୁ କରିବାକୁ ପଡିବ। ଯେତେବେଳେ ଟାଇମ ପାଉଛ କରିବ। ଯେତେବେଳେ ଆମ ରେଗୁଲାର କ୍ଲାସ ତ ଏମିତି ହବ। ଆଉ ବାକି ଯେତେବେଳେ ଦିନ ସାରା ତମେ ଫାଙ୍କା ରହୁଛ ନା, ଦିନ ସାରା ଯେତେବେଳେ ପାଇବ କରିବ। ପାଠ ପଢାକୁ ଯେତେବେଳେ ଭାବ ଯେ ଗୋଟେ ପାର୍ଟ ଟାଇମ ବେସିସରେ ଗୋଟେ ହଁ ଟାଇମ ଅଛି ତ ଗୋଟେ କରୁଛି, ସେମିତି ନୁହଁ। ଏଇଟା ମୁଁ ଗୋଟେ ପ୍ରୋଜେକ୍ଟ ଟାଇପର କରୁଛି, ପୁରା ଦିଲ ଜାନ ଲଗେଇକି କରୁଛି। ତ ଏଇଟା ମୁଁ ପ୍ରିପାରେସନ କରିବି, ପାଇବି, ଛାଡିବି। ଯେତେ ଜଲ୍ଦି ନିଜର ବେସିକ୍ସକୁ କରେକ୍ଟ କରିଦବା, ନିଜର ସିରିୟସନେସକୁ ଇଣ୍ଟାକ୍ଟ ରଖିବା। ଏମିତି ନୁହଁ ଯେ ଆଜି କହିଲି ସିରିୟସ ହେଲା କାଲିକୁ ଠୁସ୍। ସବୁ ଜିନିଷରେ କଣ୍ଟିନ୍ୟୁଟି ଇଜ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ ଥିଙ୍ଗ। ଯଦି ଆମର କଣ୍ଟିନ୍ୟୁଟି ନାହିଁ ଆମେ ସବୁବେଳେ ଫେଲୁଅର ହବ, ଜାଣିଥାଅ। ଆଜି ପଢିଦବ କାଲିକି ନାହିଁ, 5 ଦିନ ବନ୍ଦ। 5 ଦିନ ପଢୁଛ 5 ଦିନ ବନ୍ଦ। ରେଗୁଲାରିଟି ନାହିଁ। ଏଇ ସବୁଠି ଯୋଉ ଏଇଟା ବୋଲି ନୁହଁ, ଜୀବନରେ ଯେକୌଣସି ଜିନିଷ କର ରେଗୁଲାରିଟି ନହେଲେ ହବନି। ମନେକର ଆମେ ଏଠି କ୍ଲାସ କରୁଛନ୍ତି, ମୁଁ ଯଦି ରେଗୁଲାର ତମକୁ କ୍ଲାସ କରେଇବିନି, ଦିନେ କରି 5 ଦିନ ବନ୍ଦ କରିବି। ଆସ୍ତେ ଆସ୍ତେ ଥୋଡି ପିଲା ଅଲଗା ପିଲା ତ ଆସିବେ ଦୂରର କଥା, ଯୋଉମାନେ ଅଛନ୍ତି ସେମାନେ କହିବେ ଚାଲ ତ କିଛି ରେଗୁଲାରଲି କ୍ଲାସ ହଉନି, ଚାଲ ଏଠୁ ଅଲଗା କୋଉଠି ଦେଖିବା। ତେଣୁ ସବୁ ଜିନିଷରେ ରେଗୁଲାରିଟି ଇଜ ଦ ମୋଷ୍ଟ ଇମ୍ପୋର୍ଟାଣ୍ଟ ଥିଙ୍ଗ ସକ୍ସେସ ପାଇଁ। ବୁଝିହଉଛି? ତେଣୁ ଏଇଟା ହିଁ ହଉଛି ମେନ୍ ଜିନିଷ। ଆଜି ଆମର ଏଠି ପିଲା ନା, ଯଦି ଆମର ଏଇ ଜିନିଷ ଫେମସ ହେଇଯିବ, ଏତେ ପିଲା ଆସିବେ ଯେ ଏଇ ଅନଲାଇନ ପ୍ଲାଟଫର୍ମ ବି ଜାଗା ହବନି। ଏଇ ସର୍ଭର ମତେ ଅଲଗା ନିଜର ଗୋଟେ ଆପ୍ ବନେଇବା ପାଇଁ ପଡିବ ତାପରେ। ଏବେ ଆମର ଷ୍ଟୁଡେଣ୍ଟ କେହି ନାହାନ୍ତି ବୋଲି ଆମେ ଏଇଥିରେ ଅନଲାଇନରେ ଏମିତି କ୍ଲାସ କରିଦଉଛେ। ଲାଷ୍ଟକୁ ଯେତେବେଳେ ଷ୍ଟୁଡେଣ୍ଟ ସବୁ, ଯେତେବେଳେ ମନେକର ବହୁତ ଷ୍ଟୁଡେଣ୍ଟ ବଢିଯିବେ, ସେତେବେଳକୁ ଏଥିରେ ହେଇପାରିବନି। ଆମକୁ ନିଜର ପର୍ସନାଲ ସ୍ପେସ ନେବାକୁ ପଡିବ, ନିଜର ଆପ୍ଲିକେସନ ବନେଇବାକୁ ପଡିବ। ଆଉ ଫ୍ରି ରିସୋର୍ସେସ ୟୁଜ କରିକି କରିହବନି। ବୁଝିହଉଛି ନା ନାଇଁ? ଏଇ ଜିନିଷ କେତେବେଳେ ହବ? ଯେତେବେଳେ ରେଗୁଲାରିଟି ମେଣ୍ଟେନ ହବ। ପିଲାଙ୍କୁ ବିଶ୍ୱାସ ଆସିବ, ଫେଥ ଆସିବ, ହଁ କ୍ୱାଲିଟି ଭଲ ରହିଛି ଏଥିରେ, ଭଲ କରୁଛନ୍ତି। ତ ସେତେବେଳେ ନା ଗୋଟେ ଫେଥ ଆସିବ। ନହେଲେ କେମିତି ହବ? ତେଣୁ ପାଇଁ ସବୁ ଜିନିଷରେ ପରିଶ୍ରମ। ତମ ନିଜ କ୍ୟାରିୟର ପାଇଁ ବି ସେଇଆ, ନିଜର ପାଇଁ ବି ସେଇଆ।
ଆଉ ନହେଲେ ଭଗବାନ ସବୁ ଉପରେ ଦେଖୁଛନ୍ତି, ତମେ ପଢୁନ ତମକୁ ବାହାର କରିବେ ଲିଷ୍ଟରୁ, ଆଉ କିଏ ପାଇବ ତା ବଦଳରେ ଯେ ବର୍ଷ କରୁଛି। ବୁଝିଲ ନା? ମହାଭାରତ ରେଞ୍ଜ ଷ୍ଟାର୍ଟ କରିବା। ତେଣୁ ସବୁବେଳେ ୟୁପିଏସସି କୁ ମାଇଣ୍ଡରେ ରଖିକି ପଢ, ନ ଲାଗ ଯେ ମୁଁ ୟୁପିଏସସି ପାଇଁ ପ୍ରିପେୟାର ହଉଛି। ସେଇ ଲେବୁଲର ଡେପ୍ଥ ଦରକାର ବର୍ତ୍ତମାନ। କାରଣ ଗୋଟେ ହାୟର ଲେବୁଲ ଜିନିଷ ଚିନ୍ତା କଲେ ତ ତା ପାଖାପାଖି ଜିନିଷ ଆମକୁ ମିଳିଯିବ। ଆମେ ଯଦି ପୁରା ଛୋଟିଆ ଟା ଚିନ୍ତା କରିବା ତ କଣ ହବ? ଆମେ ଦଳସୁଆ ହେଇଯିବା, ଆମେ ହଁ ଏଗୁଡା କଣ ଅଛି, ଏଗୁଡା ତ ନିଜେ କରିଦେବି, ତା ପାଇଁ କଣ ଅଛି। କିନ୍ତୁ ସେଇ ଜିନିଷ ଦେଖି ପରୀକ୍ଷାରେ ପଡିବ, ଭୁଲ କରିବ, ତମକୁ ଯୋଉଠି ପିଲା ଯୋଉଠି ମନେକର ଜିଏସ୍ ପେପର ଆମର 300 ମାର୍କ, 300 ରୁ ପିଲା 200 ପାଖାପାଖି ରଖିଲା ବେଳକୁ ତମକୁ ସେଇଠି 100 ବି ଆସୁନଥିବ, 110, 105, 97, 98 ଏଇଭଳିଆ ମାର୍କ ଆସୁଥିବ। ତ ସେଇଠି ଖେଳ ଖରାପ ହେଇଯିବ ନା, ବୁଝିପାରୁଛି? କେତେବେଳେ ଭାବିବନି ଯେ ଆମର ୱିମେନ୍ସ କୋଟା ଅଛି, କିଏ ଭାବିବ ମୋର ଏସି କୋଟା ଅଛି, କିଏ ଏସଟି କୋଟା ଅଛି, ସେଟା ଭାବିବନି କେବେ। ସେଇଟା ହଉଛି ବାଇ ଠିକ ଅଛି, ଆମର ଯେତେ ହାଇ ଲେବୁଲର କାପାବିଲିଟି ଅଛି ଆମେ ଶୋ କରିଦେବା। ବାକି ପଛରେ ଏଗୁଡ଼ା ଯୋଉ ଅଛି, ମନେକର କୋଉଠି କଣ ଟିକେ ଏପଟ ସେପଟ ହେଇଗଲା, ଆମର ଯଦି କୋଟା ଗୋଟେ ଅଛି ତ ସେଟା ଟିକେ ହେଲ୍ପ କରିବ ଉପରକୁ ନବାରେ, ସେଇଟା ଠିକ ଅଛି। କିନ୍ତୁ ଓପନ କମ୍ପିଟିସନ ଭଳିଆ ପଡିବ। କିଛି ପିଲା ଅଛନ୍ତି ଆମର ତ ଏସଟି ଅଛି, ଆମର ତ ଏସି ସିଡ୍ୟୁଲ କାଷ୍ଟ ଟ୍ରାଇବ ଅଛି, ସିଡ୍ୟୁଲ ଟ୍ରାଇବ ଅଛି, ଆମେ କୋଟା ଅଛି ତ ଆମେ ଖସିଯିବ। ସବୁଥିରେ ଆଜିକାଲି କମ୍ପିଟିସନ ହେଲାଣି, କୋଟା ଏତେ ଇଜି ନାହିଁ। କିନ୍ତୁ ସେଗୁଡାକ ରହିଛି ଯେ ଟିକେ ତମ ଉପରକୁ ଠେଲିବ, ଆଉ କୋଉଠି କଣ ଭୁଲଭାଲ ହେଇଗଲା, ଯୋଉଠିକି ଅଲଗା ଓପନ କାଟାଗୋରୀ ପିଲା ଯଦି ଭୁଲଭାଲ କଲେ ଫସିଗଲେ ଆଉଟ ଅଫ ଦ ଲିଷ୍ଟ। ଏମାନେ ଟିକେ ମାର୍କ କମିଗଲେ ବି ଟିକେ ଉପରକୁ ଠେଲିଦେବେ, ଅଛି ତାଙ୍କର ଗୋଟେ ଜିନିଷ ଅଛି। ସେଇଟା ଠିକ ଅଛି, ସେଇ କେସରେ ତମକୁ ହେଲ୍ପ କରିପାରେ। କିନ୍ତୁ ତା ମାନେ ନୁହଁ ଯେ ସେଇଟା ଉପରେ କମ୍ପ୍ଲିଟଲି ବେସ୍ କରିକି ରହିବ। କାରଣ ସେଠି ବି ବହୁତ ପିଲା ବି ପଢିଆ ଷ୍ଟାର୍ଟ କରିଦେଲେଣି ଭଲ, ସେ କାଟାଗୋରୀରେ ସବୁ କାଟାଗୋରୀରେ, ବୁଝୁଛି? ତ ଏତେ ସବୁ ଜିନିଷ ସବୁ ଅଛି, ତେଣୁ ଆମେ କଣ କରିବା ନା ରେଗୁଲାରଲି ନିଜର ବେସିକ୍ସକୁ ଠିକ କରିକି କରିବା ଷ୍ଟାର୍ଟ କର ହେଲା, କେହି ନିଜର ନେଗ୍ଲେକ୍ଟ କରନି। So now come to Mahabharata range. महाभारत range ଲେଖ, महाभारत range ଲେଖ, its extension is in Nepal ହେଲା। এটা mainly କୋଉଠି ନେପାଳ ଏରିଆ, ମାନେ ମାନେ ଇଣ୍ଡିଆ ଆଉ ନେପାଳ, ଇଣ୍ଡିଆରୁ ଷ୍ଟାର୍ଟ ହେଇକି ନେପାଳ ଏରିଆ। its extension is in Nepal, its extension କୋଉଠି, ଏଟା ବଢିକି କୁଆଡେ ଯାଇଛି, ନେପାଳ ଆଡିକି। in Nepal, କାଠମାଣ୍ଡୁ ଭ୍ୟାଲି, ଏରା ସବୁ ନେପାଳ ଭ୍ୟାଲି, ଆମର କାଶ୍ମୀର ଭ୍ୟାଲି, କାଠମାଣ୍ଡୁ ଭ୍ୟାଲି ସବୁ ଏଇ range। The two open valleys have developed between the Great Himalayas and Lesser Himalayas ହେଲା। Okay, two open valleys have developed between the Great Himalayas and Lesser Himalayas. Great Himalayas and Lesser Himalayas. The Kashmir Valley, I ହେଲା the Kashmir Valley, second ହେଲା the Kathmandu Valley। କାଠମାଣ୍ଡୁ କାହାର ରାଜଧାନୀ କିରେ? କାଠମାଣ୍ଡୁ ଭ୍ୟାଲି, ତେଣୁ ଏଟା ଇଣ୍ଡିଆ ନେପାଳର ଅଡ଼ିକା ମିଶିକି ଅଛି ହେଲା। କାଠମାଣ୍ଡୁ ଭ୍ୟାଲି ଆଣ୍ଡ କାଶ୍ମୀର ଭ୍ୟାଲି ଆଣ୍ଡ କାଠମାଣ୍ଡୁ ଭ୍ୟାଲି। ଧୀରେ ଆମେ ଦେଖିବା ବି, ଦେଖ ଏଇଟା ଯଦି ଏଇଭଳିଆ ଅଛି, ମନେକର ଏଇଟା ଏମିତି ଅଛି, ଆଉ ଗୋଟେ ଏଇ ଟାଇପର ଅଛି, ଦେଖ ତ ଏଇଟାକୁ ଯଦି ଆମେ କହିବା କଣ, ଉପରଟା ଯଦି ହେଲା ଆମର କୋଉ ରେଞ୍ଜ, ଉପର ଯଦି ହେଲା ଆମର ଗ୍ରେଟ୍ ହିମାଲୟସ୍, ଉପରଟା ଆମର ଗ୍ରେଟ୍ ହିମାଲୟସ୍ ହେଲା, ଗ୍ରେଟ୍ ହିମାଲୟସ୍।
उपरला ग्रेट हिमालयस एटा पीर पंजाल रेंज एटा होची कोन पीर पंजाल रेंज एटा लेसर हिमालयस एटा काठमांडू वैली एटा काश्मीर वैली ए टाइप रो है एपटे काश्मीर वैली एपटे काठमांडू वैली एटा ड्रॉ कर दे टिके लेसर हिमालय ना लिख कर सारा रे ड्रॉ सारा हां ड्रॉ कर सारा तब लेखो द valleys of Kashmir and Kathmandu have been created with the sedimentation of lakes. लेखो the valleys of Kashmir and Kathmandu have been created with the sedimentation of lakes. तब लेखो the Dal and the Ullur lakes of Kashmir. The Dal and Ullur lake of Kashmir. The Dal and Ullur lake of Kashmir. The Dal and Ullur lake of Kashmir and the Ullur lake of Kashmir. Ullur lake of Kashmir are its evidence. है ना? Are its evidence. Are its evidence. The Ullur lakes of Kashmir are its evidence. The valleys of Lahul and Spiti and Kullu are between the Great Himalaya and Lesser Himalayas. The valleys of Lahul, Spiti and Kullu. The valleys of Lahul, the valleys of Lahul, Lahul and Spiti, and Kullu. Kullu Manali ଜାଣିଥିବ Kullu are between the Great Himalayas and Lesser Himalayas. Are between Great Himalayas and Lesser Himalayas. Lesser Himalayas. Great Himalayas and Lesser Himalayas. There are small meadows found on the slope of the Lesser Himalayas. There are small meadows. There are small meadows found on the slope of the Lesser Himalayas. There are small meadows. Yeah, there are small meadows found in the slope of the Lesser Himalayas. Marg type ro. माने कौन कहला? Marg. Marg रास्ता type रो. देखो, these are the small meadows found in the slope of the Lesser Himalayas. तापर देखो, they are called marg in Kashmir. They are called marg in Kashmir. They are called marg. They are called marg in Kashmir. They are called marg in Kashmir. ଯେମିତି କି ହଉଛି କଣ ଯେମିତି ହଉଛି ଗୁଲମର୍ଗ सोनेमर्ग and Bugiel and Payar in Uttarakhand. एग्जाम्पल ले तापर लेखो एटा को बुगियल BUGYAL Bugiel and
बुगियल और एटा कहते बुगियल भी कहते और भी कहते एटा कौन ना पायार PAYAR पायार है बुगियल पायार इन उत्तराखंड पायार उत्तराखंड देखो गुलमार्ग इज फेमस एज द सेंटर ऑफ विंटर गेम्स ब्रैकेट लिख दिया गुलमार्ग इज फेमस एज सेंटर ऑफ विंटर गेम्स गुलमार्ग इज फेमस एज द सेंटर ऑफ विंटर गेम्स विदिन ब्रैकेट लिखो एटा गुलमार्ग इज फेमस एज द सेंटर ऑफ विंटर गेम्स तापर लेख फेमस हिल स्टेशंस लाइक शिमला मसूरी चक्रता नैनीताल रानीखेत दार्जिलिंग लेख द फेमस हिल स्टेशंस famous hill stations famous hill stations like Simla Mussoorie Chakrata Nainital Ranikhet Darjeeling etc ହେଲା etc are situated in the lower region of the lesser Himalayas are situated in the lower region of the lesser Himalayas ହେଲା lower region of the lesser Himalayas that is between the lesser Himalaya and the Shivalik range that is Shivalik तो पूरा तलटा that is between lesser Himalayas and the Shivalik range Shivalik range ହେଲା ये वर्तमान सरला मो लेसर हिमालय व हिमाचल रेंज तापर देखिबा द आउटर हिमालयस और द शिवालिक रेंज तापर दियो तापर सी हैला नेक्स्ट हेडिंग दियो सी हैला कोन द आउटर हिमालय द शिवालिक रेंज द आउटर हिमालयस और द शिवालिक रेंज the outer Himalayas or the Shivalik range देखो the Shivalik range is situated to the south of the lesser Himalayas अनि लेसर हिमालय तापर तो ना साउथ आडी की तो तार पर होची शिवालिक रेंज प्रथम ग्रेट हिमालय गला तापर लेसर हिमालय गला तापर एटी शिवालिक आसीबो तो लेख द शिवालिक रेंज इज सिचुएटेड to the south of the lesser Himalayas ହେଲା it is situated to the south of the lesser Himalayas तापर लेखो it extends from Potwar basin of Punjab extends from Potwar basin it extends from Potwar Potwar basin of Punjab it extends from Potwar basin of Punjab in the west to the Kosi to the Kosi river in the east to the Kosi river in the east the Kosi river in the east ହେଲା it is wider in Himachal Pradesh and Punjab no it is wider it is wider it is wider in Himachal Pradesh and Punjab wider in Himachal Pradesh
Himachal Pradesh. You hide in Himachal Pradesh and Punjab. Himachal Pradesh and Punjab, and gradually becomes narrower as it extends towards east. And gradually becomes narrower as it extends towards east. As it extends towards east, towards east, as it extends towards east. So this is the narrowest part. Like this is the narrowest part of the Himalayas. This is the newest part of the Himalayas. Like this is the newest part of the Himalayas. This is the newest part of the Himalayas. The newest part of the Himalayas. Newest part of the Himalayas. So its average height is 600 to 1500 meter. Its average height is 600 to 1500 meter. Uh, The valley that separates the Shivalik range from the Lesser Himalayas is known as a dune. Like the valley that separates the Shivalik range from the Lesser Himalayas, Shivalik range from the Lesser Himalaya, from the Lesser Himalaya, from the Lesser Himalaya is known as a dune. Is known as a dune. ହେଲା dune କହନ୍ତି ତାକୁ ଡୁନ୍ ର ମାନେ କ'ଣ ଡୁନ୍ ର ମାନେ କ'ଣ କି ये सेपरेट କରୁଛି ଭ୍ୟାଲିଟାକୁ ତାକୁ ଡୁନ୍ କହନ୍ତି ତ ଯେମିତି ଏକ୍ସାମ୍ପଲ ଆମର ଅଛି କ'ଣ ଡେରା ଡେରାଡୁନ୍ ହେଲା ଡେରାଡୁନ୍ ଏକ୍ସାମ୍ପଲ ହେଲା ଡେରାଡୁନ୍ in the west ଡେରାଡୁନ୍ in the west ଆଉ ଇଷ୍ଟ ସାଇଡ୍ ତାକୁ ମାନେ କ'ଣ ଦୁଆର କହନ୍ତି ମାନେ ଦୁନ୍ କହନ୍ତି କୋଉଠି ଇଷ୍ଟର୍ନ ୱେଷ୍ଟ ସାଇଡ୍ରେ ଆଉ ଯୋଉ ଅଲଗା ହେଇଛି ହିମାଳୟଠୁ ସରି ଲେସର ହିମାଳୟଠୁ ଶିବାଲିକ ଯୋଉ ଅଲଗା ହେଇଛି ସେଟାକୁ କ'ଣ ଏଟା ଡୁନ୍ କହନ୍ତି ତ ସେଇ ଅନୁସାରେ ଏକ୍ସାମ୍ପଲ ଡେରାଡୁନ୍ ଯେମିତି ଆମର ଅଛି ଡେରାଡୁନ୍ କାର କ୍ୟାପିଟାଲ ସିଟି କିରେ ଡେରାଡୁନ୍ କାର କ୍ୟାପିଟାଲ ସିଟି ଆଁ କାର କ୍ୟାପିଟାଲ ସିଟି ଡେରାଡୁନ୍ ଆଁ ଉତ୍ତରାଖଣ୍ଡର କ୍ୟାପିଟାଲ ସିଟି କ'ଣ ଉତ୍ତରାଖଣ୍ଡର କ୍ୟାପିଟାଲ ସିଟି କ'ଣ ହୁଁ and Duar that is କ'ଣ ହରିଦ୍ୱାର 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 ବି କ'ଣ ଏଇ ଦୁଆର କହନ୍ତି କୋଉଠି in the eastern in the east ଏକ୍ସାମ୍ପଲ ଡେରାଡୁନ୍ ଦୁଆର ହେଲା ହରିଦ୍ୱାର ହରିଦ୍ୱାର ଇଷ୍ଟ ଯୋଉଟା କି ଲେସର ହିମାଳୟରୁ ଶିବାଲିକ ରେଞ୍ଜରେ ଅଲଗା ହେଇଛି ତ ଟିକେ ଟିକେ ମନେ ରଖିଦେଇଥିବ ଆଉ କ'ଣ ହେଲା ତାପରେ ଆମେ ନେକ୍ସଟ କ୍ୱେଶ୍ଚିନ୍ ଆମର ବର୍ତ୍ତମାନ ଯୋଉ ନର୍ଦର୍ନ ହିମାଳୟନ ରେଞ୍ଜର ଆମର ନର୍ଦର୍ନ ହିମାଳୟନ ରେଞ୍ଜ ଥିଲା ସେଥିରେ ଆମେ ବର୍ତ୍ତମାନ ଗୋଟେ ପାର୍ଟ ସାରିଲେ ଦ ହିମାଳୟନ ମାଉଣ୍ଟେନ ରେଞ୍ଜ ଯୋଉଟା ଆମେ ପଢୁଛନ୍ତି ତ ସେଥିରେ ଆମେ ଗୋଟେ ବର୍ତ୍ତମାନ ପାର୍ଟ ସାରିଲେ ଦ ଗ୍ରେଟ୍ ହିମାଳୟ ମାନେ ଦ ହିମାଳୟନ ମାଉଣ୍ଟେନ ରେଞ୍ଜ ସାରିଲେ ହେଲା ମାନେ ନର୍ଦର୍ନ ମାଉଣ୍ଟେନ ରେଞ୍ଜରେ ହିମାଳୟ ତାପରେ ଟ୍ରାନ୍ସ ହିମାଳୟନ ତାପରେ ଇଷ୍ଟର୍ନ ପୂର୍ବାଞ୍ଚଳ ଅଛି ବର୍ତ୍ତମାନ ଆମେ ହିମାଳୟ ରେଞ୍ଜଟା ସାରିଲେ ତାପରେ ନେକ୍ସଟ ଆସିବ ବର୍ତ୍ତମାନ ଟ୍ରାନ୍ସ ହିମାଳୟ ତାପରେ ପୂର୍ବାଞ୍ଚଳ ହିଲ୍ସ ବା ଇଷ୍ଟର୍ନ ବା ପୂର୍ବାଞ୍ଚଳ ହିଲ୍ସ ପଡିବ ତ ଆମର ବର୍ତ୍ତମାନ ସରିଲା କୋଉଟା ବର୍ତ୍ତମାନ ଆମର ସରିଲା କ'ଣ କିରେ ଦ ହିମାଳୟନ ମାଉଣ୍ଟେନ ରେଞ୍ଜ ମୋର ସରିଗଲା ଦ ହିମାଳୟନ ମାଉଣ୍ଟେନ ରେଞ୍ଜ ସରିଲା ବର୍ତ୍ତମାନ ତାପରେ ଟ୍ରାନ୍ସ ହିମାଳୟନ ମାଉଣ୍ଟେନ ରେଞ୍ଜ ଆଉ ହିମାଳୟନ ମାଉଣ୍ଟେନ ରେଞ୍ଜ ଅଣ୍ଡରରେ ଆମେ ଦ ଗ୍ରେଟ୍ ହିମାଳୟଜର ଇନର ହିମାଳୟଜ ଲେସର ହିମାଳୟଜର ହିମାଚଳ ରେଞ୍ଜ ଆଉଟର ହିମାଳୟଜ ବା ଶିବାଲିକ ରେଞ୍ଜ ଏଗୁଡ଼ା ସରିଲେ ନାଉ କମ୍ ଟୁ ଦ ସେକେଣ୍ଡଟା ପ୍ରଥମଟା ସରିଲା ହେଲା ମାନେ ଆମେ ବର୍ତ୍ତମାନ ପଢୁଛନ୍ତି ନର୍ଦର୍ନ ମାଉଣ୍ଟେନ ରେଞ୍ଜ ବୁଝିହେଉଛି ନର୍ଦର୍ନ ମାଉଣ୍ଟେନ ରେଞ୍ଜ ଗୋଟେ ପଢୁଛନ୍ତି ତାପରେ ଆମେ ଅଲଗା ପାର୍ଟକୁ ଯିବା ଇଣ୍ଡିଆର ଭିଜିଓଗ୍ରାଫିରେ ପ୍ରଥମେ ଆମେ ଷ୍ଟାର୍ଟ କଲେ ନର୍ଦର୍ନ ମାଉଣ୍ଟେନ ରେଞ୍ଜରୁ ନର୍ଦର୍ନ ମାଉଣ୍ଟେନ ରେଞ୍ଜରେ ପ୍ରଥମେ କ'ଣ କଲେ ହିମାଳୟଟାକୁ ସାରିଲେ ହେଲା ଦ ହିମାଳୟନ ମାଉଣ୍ଟେନ ରେଞ୍ଜ ତାପରେ ଦେଖିବା ଟ୍ରାନ୍ସ ହିମାଳୟନ ମାଉଣ୍ଟେନ ରେଞ୍ଜ ଅର୍ ଦ ତିବ୍ବତ ହିମାଳୟନ ରେଞ୍ଜ କହିବା ଦେଖ ଟ୍ରାନ୍ସ ହିମାଳୟନ ମାଉଣ୍ଟେନ ରେଞ୍ଜ ଅର୍ ଦ ତିବ୍ବତ
Himalayan range. লেখো the Trans Himalayan mountain range. Trans Himalayan mountain range. Trans Himalayan mountain range. Trans Himalayan mountain range or the Tibet Himalayan range or the Tibet 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 Himalayan range. Tibet Himalayan range ହେଲା कौन देखो एटा सो लगे सिचुएटेड टू द नॉर्थ ऑफ द ग्रेट हिमालय जो पामीर हम देखिथिले मन अछि ना नहीं अरे पामीर कर नथिले मुडे पामीर नॉट आगे आगे हां या देखो इट इज सिचुएटेड टू नॉर्थ ऑफ द ग्रेट हिमालयस इट इज सिचुएटेड लिखि दो इट इज situated to the north of the Great Himalayas, to the north of the Great Himalayas, north of the Great Himalayas, to north of the Great Himalayas, and it has Karakoram, Ladakh, Jaskar, Kailash mountain range. It has Karakoram, it has Karakoram, Ladakh, Jaskar, and Kailash mountain range. Kailash mountain range. Kailash mountain range. The Karakoram range is called the backbone of High Asia. The Karakoram range is called 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 the backbone of High Asia. The backbone of High Asia. The backbone of High Asia. Karakoram is the backbone of High Asia. The backbone of High Asia. जदि आम ड्र करिबा चित्र रे the backbone of High Asia. प्रथम हला कोन ना पामीर नॉट जदि एटा मनकर पामीर नॉट हला ए मनकर हला पामीर नॉट दिस इज पामीर नॉट जदि हला एठी कोन कोन बाहर छै देखो प्रथम टियानसान एंटी ओटा टियानसान रेंज तापरे कुनलुन रेंज एटा ओडा छै कुनलुन रेंज KUNLUN कुनलुन रेंज तापरे काराकोरम रेंज काराकोरम पर होजी कोन लद्दाख रेंज काराकोरम पर जो कैलाश रेंज भी बाहर छै कि लद्दाख रेंज भले बाहर थियो लद्दाख रेंज so Ladakh range this is Ladakh range Ladakh range ରୁ ଏଠୁ ବାହାରିଛି ଗୋଟେ କଣ कैलाश रेंज ଏଠି ଗୋଟେ ବାହାରିଥିବ ଏଠୁ कैलाश रेंज तापर आसी कोन ग्रेट हिमालय एपट आसीओ ग्रेट हिमालय एला ग्रेट हिमालय रे एठी जास्कर रेंज this is जास्कर रेंज ହେଲା ग्रेट हिमालय तापर एटा ग्रेट हिमालय एटा जानिछ ग्रेट हिमालय ले पर तळे आसीओ कोन लेसर हिमालय ग्रेट हिमालय तळे लेसर हिमालय एबे एला कोन लेसर हिमालय एबे ला कोन काश्मीर वैली
ଏପଟେ କଣ କାଠମାଣ୍ଡୁ ଭ୍ୟାଲି, ଲେସର ଭ୍ୟାଲି କାଠମାଣ୍ଡୁ ଭ୍ୟାଲି, ଲେସର ହିମାଳୟ, ତାପରେ ଶିୱାଲିକ ରେଞ୍ଜ, এটা ହେଲା ଶିୱାଲିକ ରେଞ୍ଜ, এটা ହେଲା ଶିୱାଲିକ ରେଞ୍ଜ, ଶିୱାଲିକ ରେଞ୍ଜ ହେଲା। ତ ଟୋଟାଲ ଭେରିୟସ୍ ମାଉଣ୍ଟେନ ରେଞ୍ଜେस इन द ट्रांस हिमालयन माउंटेन रेंज, एटा सब होची कोन वेरियस माउंटेन रेंजेस इन द ट्रांस हिमालयन माउंटेन रेंज। बुझियोछि, देखो वेरियस माउंटेन रेंज इन द ट्रांस हिमालयन माउंटेन रेंज एटा देखो, like how the mountainous complexities of the Himalayan region can be understood in a simple way with the help of the above figure. A figure lekho, e karike lekho, ता तो line ta lekho. The mountainous complexities of the Himalayan region, the mountainous complexities of the Himalayan region can be understood in a simple way with the help of the above figure. तापर लेखो the Indus river flows between Jaskar and Ladakh. ये देखो जास्कर कोड़ा, इटला जास्कर रेंज, इटला लद्दाख रेंज, इटला जास्कर आ भीतर इंडस रिवर फ्लो होଉଛି, लिखि दियो सेटा। এটা सब इंपोर्टेंट लाइन मन रखियो, बेले पढुची काका भीतर फ्लो होଉଛି ହେଲା। The Indus river flows between Jaskar and Ladakh range. The Indus river flows between Jaskar and Ladakh ranges. The Indus river flows between Jaskar and Ladakh range. The Indus river flows between Jaskar and Ladakh range. It creates the deepest gorge in India, जोटा कि जार डेप्थ होची 5200 मीटर हैला। It creates the deepest gorge in India। अच्छा एटा ड्रा कलो समस्त ठीक रे, अरे ड्रा हो जाईची। Yes, sir. अच्छा Oh, sir. देख टिके जितेबाला तुम ये करून कि कौन कि जोग्राफी क्लास होनी कि मुझे कहीदे तुमको, जोग्राफी क्लास रे आमे कौन कि गुड़े डायग्राम ड्र करवा सब बुझे ना ना, तो जोग्राफी क्लास रे आसला बेलू टिके अलग तुम तो गोटे रेगुलर पेन थी ब्लैक ब्लू यूज कर तो ब्लैक ब्लू आउ जदि गोटे रेड फेड कि अलग किसी कलर रखु सब पाखे, कारण ये डायग्राम एमती कौन कि गोटे कलर ड्र कले डिस्टिंक्ट देखा जीवन, कारण एटा रिवाइज करना पर परीक्षा हल लिखला गोटे कलर लिखले चलो, कारण से दुई तीन पेन को थोड़ी नहीं जाए टाइम कहीं परीक्षा टाइम ना पेन चेंज करके लिखा बस से तुम एमती करके करदब जो दरकार पड़ा से गोटे पेन ड्र कले चलो। किंतु गोटे आम जेहतु निजे पढ़ाई रिवाइज करने पड़ुं जिन डिस्टिंक्ट देखा से पेन दुटा अलग कलर रखि कारण गुड़ाए जो डायग्राम ड्र हम सब यूज हम से स्पेशली जोग्राफी क्लास में अलग कौन क्लास दरकार नहीं, जोग्राफी क्लास गोटे डायग्राम फायग्राम ड्र हम तो से जोग्राफी आंसर पड़े मैंने डायग्राम ड्र कर आखि बुझिकी डायग्राम जोग्राफी मेन परीक्षा जोग्राफी क्वेश्चन देखले माने डायग्राम एते कहीं डायग्राम ड्र करा होछ बर्तमान, जोग्राफी क्वेश्चन देखले माने डायग्राम ड्र कर आ इंडिया मैप तो शिखि जाइतो केमती कोन ड्र करिया, एमती एक्यूरेट नले भी चलिबो किंतु रफ फिगर गोटे होथिबा दरकार, पूरा इंडिया मैप ड्र कर दथिबो, ओडिसा मैप भी ड्र कर रखुथिबो मन रे, कोडी कोन लाइसा गोटे हिमालय पड़ला संग संग डायग्राम कर दो, जास्कर रेंज कि गोटे इंडस रिवर पड़ला संग संग लद्दाख रेंज जास्कर रेंज ए भीतर प्रवाहित जो देखि दबो, तो एटा सब बहुत इंप्रेशन क्रिएट करिवो, पिक्चराइजेशन माइंड रे भलो अछि बोली स्टूडेंट रो। तेणु जोग्राफी क्वेश्चन माने मैप फैप ड्र हम फिगर ड्र हम सब ड्र हम सबुथ जोग्राफी बोली नुह अलग भी सब ड्र हम कि जोग्राफी कंपलसरी बुझे ना नहीं, एगुड़ा ही मार्क आनेब ना पूरा अवस्था खराब हो जाए। अच्छा ये गला पामीर नट गला, टियानशियान गला, कुल्लून गला, काराकोरम रेंज, कैलाश रेंज, लद्दाख रेंज, जास्कर रेंज, ग्रेट हिमालयन, काठमांडू वैली, शिवालिक रेंज, काश्मीर वैली, एगुड़ा सब देखीदेल केमती केमती देखिए। द माउंटेनियस कॉम्प्लेक्सिटीज ऑफ द हिमालयन रीजन कैन बी अंडरस्टूड फ्रॉम दिस फिगर बाय फ्रॉम द अबव फिगर जहाँ लेख तापर लेख द इंडस रिवर फ्लोज बिटवीन जास्कर एंड लद्दाख रेंज लिख सार हाँ लिख से Ito लिखिछु। अच्छा इट क्रिएट द डीपेस्ट गॉर्ज लेखो, इट क्रिएट द डीपेस्ट गॉर्ज, गॉर्ज माने गंड, इट क्रिएट द डीपेस्ट गॉर्ज, it creates the deepest gorge
deepest gorge. It creates the deepest gorge in India. Deepest gorge in India जोटा कि होची 5200 मीटर डीप. 5200 मीटर डीप. 5200 मीटर डीप by cutting Ladakh range. By cutting Ladakh range. By cutting Ladakh range at the place named Bunji. At the place. At the place. At the place. Named Bunji. Named Bunji. Bunzi. Place named Bunji. ହେଲା 5200 मीटर जो लेक है बुंजी लेक सेटा कौन एटा को रेंज को लद्दाख रेंज को कट कर टूटी सिटी हला अच्छा ये सरला तापर लेख आमे देखिबा तापर देखा तो ईस्टर्न पूर्वांचल ईस्टर्न और पूर्वांचल हिल्स देखिबा हला ईस्टर्न और पूर्वांचल हिल्स अच्छा लेख द ईस्टर्न और हेडिंग द ईस्टर्न और पूर्वांचल हिल्स ना दमदरा माउंटेन रेंज हिमालय सरला ट्रांस हिमालयन सरला तापर ईस्टर्न और पूर्वांचल हिल्स लेख ईस्टर्न और पूर्वांचल हिल्स लेख 3 रे द ईस्टर्न और पूर्वांचल हिल्स देखो these are extended in the northeastern states of India देखो these are extended in the northeastern states of India these are extended in the northeastern states of India several of these hills are extended along the border of India several of these hills are extended along the border of India several of these hills are extended along the border of India several of these hills are extended along the border of India and Myanmar hello along the border of India and Myanmar while others are inside India while others are inside India that is कौन others are inside India that is Patkai Bomb Hills Patkai Patkai Bomb Hills Patkai Bomb Hills the Naga Hills and the Mizo Hills ଏଟା ସବୁ ପୂର୍ବାଞ୍ଚଳ ହିଲ୍ସରେ ଆସୁଛି ହେଲା the Mizo Hills the major among the ପୂର୍ବାଞ୍ଚଳ hills can be seen in the ଏଥିରେ ଦେଖ ମୁଁ ଗୋଟେ ଡ୍ର କରୁଛି ଏବେ ଟିକେ ଦେଖିପାରିବ ଦେଖ ଏଗୁଡାକ ଡ୍ର କରିକି ଏତେ ଗୁଡା ମୁଁ ତମକୁ ଦେଖଉନି ତମେ ଖାଲି ଜଷ୍ଟ ଖାଲି ଗୋଟେ ଲେଖି ଦେଇଥାଅ କଣ କଣ ଦେଖାଯାଉଛି ହେଲା କଣ କଣ ରିଭର କଣ ଅଛି ଆଉ ରିଭର କଣ ଦେଇ ଯାଇଛି ଆଉ ହିଲ୍ସ କଣ ଅଛି କାରଣ ଗୁଡାଏ ଅଛି ତ ସବୁଗୁଡା ଏଲିମିଲିଆ ହେଇଯିବ ଚିତ୍ର ଡ୍ର କଲେ ତମେ ଖାଲି ମନେ ରଖିଦେଇଥାଅ ଟିକେ
ଦେଖ ଆମର ଏଟା କୋଉ ଭଳିଆ ଅଛି ଦେଖ ନର୍ଥ ଇଷ୍ଟ ରିଜିଅନ ଟା ଆମର ଏଇଠି ଯାଇଥିବ ଏମିତି ଯାଇଥିବ। ଆରେ କମିଗଲା ଟିକେ ଗୋଟେ ମିନିଟ୍। ଯାଇଥିବ ନର୍ଥ ଇଷ୍ଟ ରିଜିଅନ ଦେଖେଇଛି ତମକୁ। ତ ଏଇଟା ଆମର ନର୍ଥ ଇଷ୍ଟ ରିଜିଅନଟା ହେଲା ଗୋଟେ ବଡ଼ କରିଥିଲେ କଣ ଛାଡ଼। ଏଇଟା ନର୍ଥ ଇଷ୍ଟ ରିଜିଅନଟା। ତ ଯଦି ଆମେ ଦେଖିବା ଦେଖ ଆମର ଏଇଟା କଣ ହବ ଏଠି ହବ ଆମର ଅରୁଣାଚଳ ପ୍ରଦେଶ ଏଇ ସାଇଡରେ ଅରୁଣାଚଳ ପ୍ରଦେଶ ଆସିବ ହେଲା। ଅରୁଣାଚଳ ପ୍ରଦେଶ ତାପରେ ଏପଟେ ସବୁ ଆସାମ ଆସିବ। ତାପରେ ଏଠି କଣ ନା ଏଠି କଣ ଆସିବରେ ନାଗାଲାଣ୍ଡ ଆସିବ ମଣିପୁର ଆସିବ ତାପରେ କଣ ଆସିବ ମିଜୋରାମ ଆସିବ ଏଠି କଣ ଆସିବ ମେଘାଳୟ ଆସିବ ଏଠି ତ୍ରିପୁରା ଆସିବ ହେଲା ଏମିତି ସବୁ। ଏଇଠି ଆଉ ଗୋଟେ ବି ଏମିତି ରହିବ ହେଲା ତ୍ରିପୁରା ଆସିବ ଏଠି। ତ ମିଜୋରାମ ଆସିବ ତ୍ରିପୁରା ଆସିବ ଏଠି ମେଘାଳୟ ଆସିବ ଗୋଟେ ରଫ୍ ଡ୍ର କରିଦେଉଛି ମୁଁ ଟିକେ ଦେଖ ଏମିତି ଧରିକି ଉପରଟା ଆମର ଏମିତି ଆସିବ। ଏଇଟା କଣ ଅରୁଣାଚଳ ପ୍ରଦେଶ ଆସାମ ଏଠି କଣ ଅରୁଣାଚଳ ପ୍ରଦେଶ ତାପରେ କଣ ଏଇଟା କଣ କିରେ ନାଗାଲାଣ୍ଡ ମଣିପୁର ମିଜୋରାମ ତ୍ରିପୁରା ଏଠି ମେଘାଳୟ ହେଲା ତାପରେ ଏଇଟା ସିକିମ ଏଇଟା ଧରିକି ସବୁ କଣ ଆସାମ ଏମିତି ଥିବ ସବୁ ହେଲା। ତ ଏମିତି ଥିବ ତ ଏସବୁ ଦେଖିଛି ସବୁ। ମୁଁ ଏତେ ଡ୍ର କରୁନି କଣ କି ବହୁତ ଇଲବିଲିଆ ହେଇଯାଉଛି ତ ସେଥିପାଇଁ। ଆଚ୍ଛା ମୁଁ ଖାଲି ଜଷ୍ଟ କହିଦଉଛି ଶୁଣ ଗୋଟେ ଡାଫଲା ହିଲ୍ସ ଏଇ ପାଖାପାଖି ଥିବ ଡାଫଲା ହିଲ୍ସ ତାପରେ ପଟକାଇ ବମ ହିଲ୍ସ ପଟକାଇ ବମ୍ ଆଉ ଟିକେ ଉପରକୁ ପଟକାଇ ବମ୍ ହିଲ୍ସ ଏମିତି ସବୁ ପଟକାଇ ବମ୍ ହିଲ୍ସ ତାପରେ ମନେକର ନାଇଁ ଏଇଟା ହେଲା ଡାଫଲା ହିଲ୍ସ ଏଇଟା ଆମର ଆସିବ ଏଇଟା ଆସିବ ମିରି ହିଲ୍ସ ଏଇଟା ହେଲା ମିରି ହିଲ୍ସ ତାପରେ ଆସିବ ଆବର ହିଲ୍ସ ତା ଉପରକୁ ଗଲେ ଆବର ହିଲ୍ସ ତାର ଆଉ ଟିକେ ଉପରକୁ ଗଲେ ମିସ୍ମି ହିଲ୍ସ ଆଉ ଟିକେ ଉପରକୁ ଗଲେ ମିସ୍ମି ହିଲ୍ସ ହେଲା ମିସ୍ମି ହିଲ୍ସ ତାପରେ ଆସିବ ପଟକାଇ ବମ୍ ହିଲ୍ସ ଏପଟେ ପଟକାଇ ବମ୍ ହିଲ୍ସ ତାପରେ ଆସିବ ନାଗା ହିଲ୍ସ ନାଗାଲାଣ୍ଡରେ ଏଠି ନାଗା ହିଲ୍ସ ତାପରେ ଆସିବ ମଣିପୁର ହିଲ୍ସ ମଣିପୁରରେ ଏଠି ମଣିପୁର ହିଲ୍ସ ତାପରେ ଆସିବ ମିଜୋ ହିଲ୍ସ ମିଜୋରାମରେ ମିଜୋ ହିଲ୍ସ ତାପରେ ତ୍ରିପୁରାରେ ତ୍ରିପୁରା ହିଲ୍ସ ହେଲା ତାପରେ ଆସିବ ତ୍ରିପୁରା ହିଲ୍ସ ପରେ ଆସିବ ତାପରେ ବାରେଲ ହିଲ୍ସ ମେଘାଳୟ ପାଖାପାଖି ଏଠି ଆସିବ ବାରେଲ ହିଲ୍ସ ତାପରେ ସେ ମିକ୍ରି ହିଲ୍ସ ତାପରେ ମିକ୍ରି ହିଲ୍ସ ଟା ବାରେଲ ହିଲ୍ସ ଉପରକୁ ମିକ୍ରି ହିଲ୍ସ ତାପରେ ଆସିବ ଗାରୋ ହିଲ୍ସ ଖାସି ହିଲ୍ସ ଜୟନ୍ତୀ ଏଇଟା ମିଜୋରାମରେ ଏଇଟା ମିଜୋରାମ ଗାରୋ ହିଲ୍ସ ଖାସି ହିଲ୍ସ ଜୟନ୍ତିଆ ହିଲ୍ସ ହେଲା ଏମିତି ସବୁ ତାପରେ ଖାସି ହିଲ୍ସ ଜୟନ୍ତିଆ ହିଲ୍ସ ଏମିତି ସବୁ ଆସିବ ତ ଏଗୁଡ଼ା ସବୁ ଏଇଟା ସବୁ ପୂର୍ବାଞ୍ଚଳ ହିଲ୍ସର ଆମେ ଏଗୁଡ଼ା ଏଇ ଏରିଆ ନର୍ଥ ଇଷ୍ଟର ଗୁଡ଼ାଏ ବର୍ଡରରେ ବି ଦେଖାଯାଉଛି ଆମକୁ କେତେ ପଡ଼ିନି ଇନସାଇଡ୍ ଯେତିକି ଅଛି ଭାରତ ଭିତରେ ଆମେ ସେଗୁଡ଼ା ଦେଖୁଛନ୍ତି ଏଇ ସବୁ ରେଞ୍ଜ ଗୁଡ଼ାଏ ନଦୀ ବି ଏଠୁ ବାହାରିକି ଆସିବ ତ ଏତେ ଡ୍ର କଲେ ଚିତ୍ର ଦରକାର ନାହିଁ ଆମେ ଖାଲି ଜଷ୍ଟ ଖାଲି ଲେଖିଦିଅ ନାଁ ଗୁଡ଼ାକ ତ ଏକରେ ହଉଛି କଣ କଣ ହିଲ୍ସ ଦେଖାଯାଉଛି ଏଠି ଦେଖ ଏକରେ ହଉଛି ଡାଫଲା ହିଲ୍ସ ନହେଲେ ମ୍ୟାପ ବାହାର କରି ଦେଖିବ ସବୁ ଗୁଡ଼ା ଅଛି ହେଲା ଗୁଗଲ ଇମେଜରେ ଡାଫଲା ହିଲ୍ସ ତାପରେ ମିରି ହିଲ୍ସ ଦୁଇରେ ତିନିରେ ହଉଛି କଣ ଆବର ହିଲ୍ସ ତାପରେ ଚାରି ହେଲା ମିସ୍ମି ହିଲ୍ସ
ପାଞ୍ଚ ହେଲା ପଟକାଇବମ୍ ହିଲ୍ସ, ପଟକାଇବମ୍ ହିଲ୍ସ, ପଟକାଇବମ୍ ହିଲ୍ସ। ଛଅରେ ହଉଛି କଣ ନାଗା ହିଲ୍ସ, ସାତରେ ମଣିପୁର ହିଲ୍ସ, ମଣିପୁର ହିଲ୍ସ। ତାପରେ 8 ହେଲା ମିଜୋ ହିଲ୍ସ, 8 ହେଲା ମିଜୋ ହିଲ୍ସ। 9 ହେଲା ତ୍ରିପୁରା ହିଲ୍ସ, ତ୍ରିପୁରା ହିଲ୍ସ। ତ୍ରିପୁରା ହିଲ୍ସ। 10ରେ ବାରେଲ ହିଲ୍ସ, ବାରେଲ ହିଲ୍ସ। 11ରେ ମିକ୍ରି ହିଲ୍ସ, 11ରେ ମିକ୍ରି ହିଲ୍ସ। 12ରେ ଗାରୋ ହିଲ୍ସ, 12 ହେଲା ଗାରୋ ହିଲ୍ସ। 13ରେ ଖାସି ହିଲ୍ସ। 14ରେ ଜୟନ୍ତିଆ ହିଲ୍ସ, ଜୟନ୍ତିଆ ହିଲ୍ସ। 13ରେ ଜୟନ୍ତିଆ ହିଲ୍ସ। ଏରା ସବୁ ହେଲା। ତ ଲେଖ ଏମିତି ସବୁ ଲେଖ। ତ ଲେଖ ଇଟ୍ ଉଡ୍ ବି ବେଟର ଟୁ ହାଭ୍ ଏ ଲୁକ୍ ଆଟ୍ ଦ ଇମ୍ପୋର୍ଟାଣ୍ଟ। ତାପରେ ଗଲା ସବୁ। ତାପରେ ଦେଖିବା ପାସେସ୍ କ'ଣ ଅଛି, ଇମ୍ପୋର୍ଟାଣ୍ଟ ପାସେସ୍ ଗୁଡାକ ସବୁ ଇଣ୍ଡିଆରେ ଦେଖିବା। ଆଉ ରିଭର ଗୁଡା ଲେଖିଦିଅ। ଏ ସବୁ ଗଲା। ତାପରେ ରିଭର ଗୁଡା ଲେଖ। ଏତିକି ଲେଖିଲେ ତ ଏଇ ସବୁ ନର୍ଥ ଇଷ୍ଟ ସବୁ ଏ ତ ଗଲା ହିଲ୍ କ'ଣ ଅଛି। ତାପରେ ଦେଖ ରିଭର୍ସ କ'ଣ ଅଛି। ଏ ହେଲା ପଦ୍ମା ରିଭର। ଆଉ ଗୋଟେ ପେଜରେ ଲେଖିଦିଅ। ଏକରେ ହେଲା ପଦ୍ମା ରିଭର, ପଦ୍ମା ରିଭର। ବିରେ ଯମୁନା ରିଭର, ଯମୁନା ରିଭର। ସିରେ ହେଲା ତିସ୍ତା ରିଭର, ତିସ୍ତା ରିଭର। ଡିରେ ହେଲା ସଂକୋଶ ରିଭର, ସଂକୋଶ ରିଭର। ଇରେ ହେଲା ମାନସ ରିଭର। ଏଫରେ ହେଲା ସୁବନଶ୍ରୀ ରିଭର, ସୁବନଶ୍ରୀ, ସୁବନଶ୍ରୀ ରିଭର। ଜିରେ ହେଲା ଦିହାଙ୍ଗ ରିଭର, ଦିହାଙ୍ଗ ରିଭର। ଏସରେ ହେଲା ଦିବଙ୍ଗ ରିଭର, ଦିବଙ୍ଗ ରିଭର। ଆଇରେ ହେଲା ଲୋହିତ ରିଭର, ଭଏସ ଆସୁନି। ଭଏସ ଆସୁନି? ଭଏସ ଶୁଣା ଯାଉନି କି? ଆରେ କାହାକୁ ଭଏସ ଶୁଣା ଯାଉନି? ମାଇକ୍ ଇଜ ନଟ୍ ୱାର୍କିଂ। କାହିଁକିରେ କ'ଣ ପ୍ରୋବ୍ଲେମ ହେଲା? Your mic is not working. ଗୋଟେ ଲେଖି ଦେଇଥାଅ। କ'ଣ ଜଣା ପଡୁନି ତ କ'ଣ କର। ଦେଖିବା ପରେ କ'ଣ ହେଇଛି। ଲେଖିଦିଅ। ମୁଁ ଲେଖୁଛି ହ୍ୱାଇଟ ବୋର୍ଡରେ ଲେଖିଦିଅ। ଲୋହିତ ରିଭର, ମଜୁଲି ଆଇସଲ୍ୟାଣ୍ଡ, ମଜୁଲି ଆଇସଲ୍ୟାଣ୍ଡ। ତାପରେ ବ୍ରହ୍ମପୁତ୍ର ରିଭର।